ଏହି ଭିଡ଼ିଓରେ ଆମେ ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ମଧ୍ୟରେ ସମ୍ବନ୍ଧ ଜାଣିବା। ଦେଖ ଏଠାରେ ଆମ ପାଖରେ ଗୋଟେ ସାମାନ୍ତରିକ ଚିତ୍ର ଅଛି ଏ ବି ସି ଡି, ଯାହାର ଦୁଇଟି କର୍ଣ୍ଣ ଅଛି ଏସି ଏବଂ ବିଡି, ଏବଂ ଏହି କର୍ଣ୍ଣଦ୍ୱୟ ପରସ୍ପରକୁ ଓ ବିନ୍ଦୁରେ ଛେଦ କରୁଛନ୍ତି। ଏବେ ପିଲାମାନେ ଦେଖ ଏଡି ଏବଂ ବିସି ଏ ଦୁଇଟି ସମାନ୍ତର ରେଖାଖଣ୍ଡ ଏବଂ ଏସି ଛେଦକ, ତେଣୁ ଡିଏସି ଏବଂ ଏସିବି ଏହି କୋଣଦ୍ୱୟ ଏକାନ୍ତର ଅନ୍ତସ୍ଥ କୋଣ ହେବେ, ଏବଂ ଯେହେତୁ ଏଡି ଏବଂ ବିସି ସମାନ୍ତର ଅଛନ୍ତି ତେଣୁ ଏ କୋଣଦ୍ୱୟ ସମାନ ହେବେ। ତେଣୁ ମୁଁ ଲେଖିଛି ଏଠି କୋଣ ଡିଏସିର ପରିମାଣ କୋଣ ଏସିବିର ପରିମାଣ ସହ ସମାନ। ଏବେ ଦେଖ ଏଡି ଏବଂ ବିସି ସମାନ୍ତର ରେଖାଖଣ୍ଡ, ଡିବି ଯେତେବେଳେ ଛେଦକ ଡିବି କର୍ଣ୍ଣ, ସେତେବେଳେ ଏଡିବି କୋଣ ଏବଂ ଡିବିସି କୋଣ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି, ଏବଂ ଏ କୋଣଦ୍ୱୟ ସମାନ ହେବେ କାରଣ ଏଡି ଏବଂ ବିସି ସମାନ୍ତର। ତେଣୁ ମୁଁ ଲେଖିଛି ଡିବିସି କୋଣର ପରିମାଣ ସମାନ ଏଡିବି କୋଣର ପରିମାଣ ସହ। ଏବେ ଆମେ ତ୍ରିଭୁଜ ଏଓଡି ଏବଂ ତ୍ରିଭୁଜ ବିଓସି କୁ ନେବା। ଆମେ এই ଦୁଇଟି ତ୍ରିଭୁଜ ସର୍ବସମ ହେଉଛି ନା ନାହିଁ ତାହା ଦେଖିବା। ପ୍ରଥମେ ଏଡି ଏବଂ ବିସି ସମାନ ରହିବ କାରଣ ଏହା ଗୋଟେ ସାମାନ୍ତରିକ ଚିତ୍ର ଏବଂ ସାମାନ୍ତରିକ ଚିତ୍ରରେ ବିପରୀତ ବାହୁର ଦୈର୍ଘ୍ୟ ସମାନ ଥାଏ। ତେଣୁ ଏଡି ଏବଂ ବିସିର ଦୈର୍ଘ୍ୟ ସମାନ। ଡିଏଓ କୋଣ ଏବଂ ଓସିବି କୋଣର ପରିମାଣ ସମାନ। କିପରି ହେଲା ଦେଖ, ଡିଏଓ କେଉଁ କୋଣ? ଡିଏଓ ଯାହା ଡିଏସି ସେଇ କୋଣ, ବୁଝିପାରୁଛ? ସେପରି ଓସିବି କୋଣ ଯାହା ଏସିବି କୋଣ ସେଇଆ, ଏବଂ ଏସିବି ଏବଂ ଡିଏସି ସମାନ ଏଠି ଆମେ ଲେଖିଛେ। ସେଥିଲାଗି ଡିଏଓ ଏବଂ ଓସିବି ବି ସମାନ ହେବ। ଏବଂ ଆଉ କେଉଁ କେଉଁ କୋଣ ସମାନ? ଦେଖ ଏଡିଓ ଏବଂ ଓବିସି ଏହି କୋଣଦ୍ୱୟ ବି ସମାନ। କାହିଁକି? କାରଣ ଏଡିଓ ଏବଂ ଏଡିବି ସମାନ କୋଣ, ସେପରି ଓବିସି ଡିବିସି ସମାନ କୋଣ। ଯେହେତୁ ଡିବିସି ଏବଂ ଏଡିବି ସମାନ, ସେଥିଲାଗି ଓବିସି ଏବଂ ଓଡିଏ ବି ସମାନ ହେବ। ଏବେ ପିଲାମାନେ ଆମେ କହିପାରିବା ତ୍ରିଭୁଜଦ୍ୱୟ ସର୍ବସମ, ତେଣୁ ମୁଁ ଲେଖିପାରିବି ତ୍ରିଭୁଜ ଏଡିଓ ସମାନ ହେବ ତ୍ରିଭୁଜ ସିବିଓ ସହ। କାରଣ ଦେଖ ଏ କୋଣ ସମାନ ଅଛି ସି ସହ, ତେଣୁ ଏ ସି ଲେଖିଲି। ସେପରି ଡି କୋଣ ସମାନ ଅଛି ବି କୋଣ ସହ, ଡି ଏଠି ଦ୍ୱିତୀୟରେ ଲେଖିଲି ଡି, ଏଠି ବି ଦ୍ୱିତୀୟରେ ଲେଖିଲି ବି, ଏବଂ ରହିଲା ଓ ଓ। ତ୍ରିଭୁଜ ଏଡିଓ ସର୍ବସମ ହେଲା ତ୍ରିଭୁଜ ସିବିଓ ସହ, କୋ ବା କୋ ସର୍ବସମତା ଅନୁଯାୟୀ। ଏବେ ଯେତେବେଳେ ଦୁଇଟି ତ୍ରିଭୁଜ ସର୍ବସମ ହେଲେ ଆମେ ଏଠୁ କହିପାରିବା କେଉଁ କେଉଁ ବାହୁଦ୍ୱୟ ସର୍ବସମ। ଏଡି ସର୍ବସମ ହେବ ସିବି ସହ, ଏଓ ପ୍ରଥମ ତୃତୀୟ, ଏଠାରେ ବି ପ୍ରଥମ ତୃତୀୟ, ସିଓ ଏଓ ସମାନ ହେବ ସିଓ ସହ, ଏବଂ ডিও ବି ସମାନ ହେବ ବିଓ ସହ। ଏବେ ଏଓ ଏବଂ ସିଓ ଯଦି ସମାନ ହେଲା, ଏସି ସମଦ୍ୱିଖଣ୍ଡ ହେଇଛି। ଏସିକୁ ସମଦ୍ୱିଖଣ୍ଡ କରିଲା କିଏ? ବିଡି, ଏ କର୍ଣ୍ଣଟି, ବୁଝିପାରିଲ? ତେଣୁ ବିଡି ଏସିକୁ ସମଦ୍ୱିଖଣ୍ଡ କରିଛି। ଏବଂ ଯେତେବେଳେ ডিও ସମାନ ହେଉଛି ବିଓ ସହ, ডিও বিଓ ସମାନ, ସେତେବେଳେ ଓ ବିନ୍ଦୁରେ ବିଡି ବି ସମଦ୍ୱିଖଣ୍ଡ ହେଉଛି, ଏବଂ ସମଦ୍ୱିଖଣ୍ଡ କରିଲା କିଏ? ଏସି କରିଲା। ତେଣୁ ଏସି କର୍ଣ୍ଣ ବି ବିଡି କର୍ଣ୍ଣକୁ ସମଦ୍ୱିଖଣ୍ଡ କରିଛି। ତେଣୁ ଆମେ କହିପାରିବା ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି।